ଆଉ ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ ସକାଳର ନ୍ୟୁ ବ୍ଲଗ୍କୁ ସ୍ୱାଗତ। ସକାଳୁ ସକାଳୁ ମୁଁ ମୋର ଗାଧୋଇ ସାରିକି ଆସିକି ଏଠି ବସିକି ଭିଡ଼ିଓ ବନେଇଲି ଆଉ ଚାହା ବି କଲି। ଆଉ ଲିସିନ୍ ମୋର ଭିଡ଼ିଓ ସୁଟ୍ କରିଥିଲା, ସେଥିପାଇଁ ମୁଁ ଭଏସ୍ ଦେଇପାରିନଥିଲି। ମୁଁ ପଛରେ କହିଲି ଭାବିଲି ରେକର୍ଡ଼ିଂ କରିଦେବି। ଆଉ ଏଠି ଚାହା ଚାଲିଛି, ଚାହା ସରିଲା ପରେ ଭଜା ଭଜି ହେବ, ତାପରେ ଦ୍ୱିପହର ପାଇଁ ରୋଷେଇ ହେବ। ଆଜି ଯେହେତୁ ବୁଧବାର ଅଛି ଆଉ କ'ଣ ସବୁ ଆମର ରୋଷେଇ ହେବ ମୁଁ ବି ଜାଣିନି, କ'ଣ ଆଇଁଷ ହେବ। ଲିସିନ୍ ଡାଡ଼ି କାମକୁ ପଳେଇବେ କହୁଛନ୍ତି, ପୁଣି ହଁ ନାଇଁରେ ଅଛନ୍ତି। ଯଦି ରହିଲେ କ'ଣ ଆଣିବେ, ନହେଲେ ରାତିକି ହେବ। ଆଉ ଦେଖାଯାଉ, ଆଣିଲେ ନିଶ୍ଚୟ ବ୍ଲଗ୍ ବନେଇକି ଦେଖେଇବି। ହଉ, ବାଏ ବାଏ। ଆଉ ସାଙ୍ଗମାନେ ରୋଷେଇବାସ ତ ଲାଗି ରହିଛି, କାହିଁକିନା ଭାତ ରୋଷେଇ ସରିଲା, ତାପରେ ଭଜା ହେଲା। ଲିସିନ୍ ଡାଡ଼ି ଖାଇକି ଯିବେ ବୋଲି କାମକୁ ଗଲେ, କିନ୍ତୁ ତାଙ୍କର କ'ଣ କାମ ବନ୍ଦ ହେଇଗଲା। ଆଉ ଆସିଲା ବେଳେ ମାଛ ଆଉ ଚିକେନ୍ ନେଇକି ଆସିଲେ। ମୁଁ ଜଷ୍ଟ ଭାତ ଗାଳିକି ବସିଥିଲି, ଗାଈ ଗୋରୁ ବନ୍ଧାବନ୍ଧି କରିକି ଆସିଲି, ତାପରେ ବସିଥିଲି। ମାଛ ଯେହେତୁ ନେଇକି ଆସିଲେ, ଆଜି ବାର ଅଛି, ମୁଁ କହିଥିଲି ଯେ ରାତିକି ନେଇକି ଆସିଲେ କାମ ସାରିକି। ଆଜି ଯେହେତୁ କାମ ହେଲାନି ଆସିଲେ ନେଇକି ଆସିଲେ। ଆଉ ଗରମରେ କେମିତି ଗରମ ପଡ଼ୁଛି କହିଲେ। ଆଉ ତ ଟିକେ ବଢ଼ିଆ ପାଗ ଦେଇଛି, ଅଳ୍ପ ଅଳ୍ପ କୋହଲା କୋହଲା ପବନ ହେଉଛି। ଆମର ଆଜି ବୁଧବାର ଏକ ସ୍ପେଶାଲ୍ ଚାଲିଛି, କାରଣ ମାଛ ଆମର ଯେଉଁ ଜାଣିଥିବ, ଆମର କେତେଥର ଭିଡ଼ିଓରେ ବି ପଡ଼ିଛି। ମାଛ ଆସିଲେ ଆମର ଚିକେନ୍ ଆସିବ, କାହିଁକିନା ବୋଉ ଆମର ମାଛ ଖାଆନ୍ତି, ଏ ଯେଉଁ ଚିକେନ୍ ଖାଆନ୍ତିନି। ଆମେ ଖାଇବୁ ଚିକେନ୍, ବୋଉଙ୍କ ପାଇଁ ମାଛ ଆସିବ। ବୋଉ ତାଙ୍କର ଖାଇବେ। ଆଉ ଆମର ତ ମୁଣ୍ଡ ଆଜି ଫାଳ ହେଇକି ଆସିଛି, ଆଉ ମୁଣ୍ଡ ପାଇଁ ବୋଉର ଲିସିନ୍ର, ବୋଉ କହିବ ମୁଁ ଖାଇବି, ଲିସିନ୍ କହିବ ମୁଁ ଖାଇବି। ଆଉ ଯେହେତୁ ଚିକେନ୍ ଆସିଛି, ଲିସିନ୍ ତାର ଖାଇବ, ସେଥିପାଇଁ ତାର ଆଜି ଗୋଟେ ମୁଣ୍ଡ ନେଇଯାଇଛନ୍ତି ଫାଳ କରିକି। ଆଉ ମାନେ ମାଛ ମୁଣ୍ଡ ଆମର ଆସିଲେ ଲିସିନ୍ର ବୋଉର ଦି ବିଲେଇ ବିଲେଇ ବାଡ଼ିଆ ବାଡ଼ି ହେଇଥିବେ। କେତେ ଗରମ। ଆଉ ଗୋଟେ ଦୁଃଖ ଦେଉଛି, ଆମ ଘର ଗୋଟେ ବିଲେଇ ଥିଲା, ସେ 3-4 ଦିନ ହେଲାଣି କୁଆଡ଼େ ଯାଇଛି, ଆମେ ତାକୁ ଖୋଜି ଖୋଜି ବି ପାଉନି। ସେ କୁକୁର ମାରିଦେଲା, କିଏ ନେଇ ଛାଡ଼ି ଦେଇ ଯାଇଥିଲେ। ଆଉ ଏଇଠି ବସିଛି, ଗରମ ତ ରୋଷେଇ ଚାଲିଛି, ଗରମ ତ ଟିକେ ଟିକେ ହେଉଛି। ରାଜା ମୋ ପାଖରେ ଏଇଠି ବସିଛି। ରାଜା ଆଜି କ'ଣ ଖାଇବ? ତୋ ଚପଲ କେଜାଣି ନାଣ୍ଡି ଆସି ଚପଲ ଖୋଜିଲି। ତୋ ଚପଲ କ'ଣ କଲୁ? ଆଡ଼େ ଛାଡ଼ି ନଉ, ମମି ଘର ଆଡ଼େ ଦେଖିଲୁ, ପିକି ମମି ଘର ଆଡ଼େ ଛାଡ଼ି ଦେଇକି। ନାଇଁ ତମର ଡାଲି କରିଛ? ଭଲ ଲାଗୁଛି। ଡାଡି ପଳେଇଲା, କହିଲ ନୁହେଁ। ହଁ ସେ ଆସିବ। ତୁ ଡାକ ନା, ତୁ ଡାକୁନୁ, ପାଟି କରିବି। ଆଉ ସାଙ୍ଗମାନେ, ଚିକେନ୍ ପଖାଳ ଖାଇସାରିଲା ପରେ କିନ୍ତୁ ଏତେ ଗରମ ପଡ଼ୁଛି, ମୁଁ ତାର ଚେଞ୍ଜ ଚାର୍ଜ କରିଦେଲି, ଆସିକି ଏଠି ଶୋଇପଡ଼ିବି। ଆଉ ଫ୍ୟାନ୍ ଲଗେଇକି ଏଠି ଲିସିନ୍ ଲିକୁନ୍ ବସିକି ମୋବାଇଲ୍ ଦେଖୁଛନ୍ତି। ଆଉ ଲିସିନ୍ର ମୋର ଖାଇଦେଲି। ଖାଇସାରିଲା ପରେ ମାଝ ଯାଉ ଟିକେ ଯାଇକି ଚିତ୍ର ବିଛୁଳେଇକି ଆସିକି ସେ ବି ବଦଳି ଦେଲା, ମୁଁ ବି ବଦଳିଦେଲି। ଆଉ ଟିକେ ଫ୍ୟାନ୍ ଲଗେଇକି ଏଠି ଶୋଇପଡ଼ିବୁ। ଲିସିନ୍ ଡାଡ଼ି ସେପଟେ ଶୋଇପଡ଼ିଲାଣି, ସେ ଉଠିଲେ ଖାଇବେ। ଆମେ ପଖାଳରେ ଯେହେତୁ ଚିକେନ୍ ଖାଇଥିଲୁ, ସେ ଉଠିଲେ ଖାଇକି ଚାରିଟା ବେଳକୁ। ଆଉ ସେ ଅତିରିକ୍ତ ଖରା ଗରମ ହେଉଛି, କେହି ବି କୁଆଡ଼େ ଯାଉନାହାନ୍ତି। ଆଉ କ'ଣ କରିବା, ମାନେ ଖରା ଏମିତି ହନ୍ତସନ୍ତ କରୁଛି ପ୍ରବଳ, ମାନେ ଝାଳରେ ପୁରା ଗାଧୋଇ ପଡ଼ୁଛନ୍ତି ସମସ୍ତେ ଲୋକମାନେ। ମାନେ ଗାଧୋଇଲେ ବି ଶାନ୍ତି ମିଳୁନି। ମୁଁ ଦେଖୁନ ପୁରା ଏମିତି ଝାଳ ହେଇଯାଇଥିଲି, ରୋଷେଇ କରିକି ସେ ଚୁଲି ପାଖରେ ବସିକି ସବୁ ଯାଇ ଚେଞ୍ଜ ଚାର୍ଜ କରି ଗାଧୋଇକି ଆଉଥରେ ଆସିକି କିଛି ଲାଭ ନାହିଁ, ପୁଣି ଝାଳ। ଆଉ ଏଇଠି ପିଲାମାନେ ଶୋଉଛନ୍ତି, ମୁଁ ଯାଉଛି ଟିକେ ଶୋଇପଡ଼ିବି। ଆମର ଛୋଟ ମୋଟ ମିନି ବ୍ଲଗ୍ କେମିତି ଲାଗିଲା ନିଶ୍ଚୟ ଦେଖିବେ, ଆଉ ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲିବେନି। ରଖୁଛି, ଟାଟା।